ଗପ ଅମୃତରେ ଜଗନ୍ନାଥଙ୍କ ପଣସ ଖିଆ। ଜଗତର ପ୍ରଭୁ ଶ୍ରୀ ଜଗନ୍ନାଥ ବଡ଼ ଦେଉଳରେ ବିଜେ ହୋଇଛନ୍ତି ଭାଇ ଭଉଣୀଙ୍କ ସହିତ। କେତେ ଭକ୍ତ ରାତି ପାହିଲେ ଆସି ମୁଣ୍ଡିଆ ମାରୁଛନ୍ତି। ନୀଳଚକ୍ରରେ ପତିତପାବନ ବାନା ଉଡୁଛି। କେତେ ପାପୀ ତପୀଙ୍କୁ ଉଦ୍ଧାର କରୁଛନ୍ତି ପ୍ରଭୁ ଶ୍ରୀ ଜଗନ୍ନାଥ। ଚକାଡୋଳା ନାନା ଅନ୍ନବ୍ୟଞ୍ଜନ ସହିତ 60 ପଉଟି ଭୋଗ ଖାଉଛନ୍ତି। ହେଲେ କ'ଣ ସେଥିରେ ତାଙ୍କର ମନ ତୃପ୍ତ ହେଉଛି? ଭକ୍ତ ପିତାକଷା ଯାହା ଦେଲେ ବି ଖୁସିରେ ସେ ଗ୍ରହଣ କରି ନେଉଛନ୍ତି। ଭକ୍ତବତ୍ସଳ ଶ୍ରୀ ଜଗନ୍ନାଥଙ୍କର ଜଣେ ପରମ ଭକ୍ତ ଥିଲେ ଅତିବଡ଼ି ଜଗନ୍ନାଥ ଦାସ। ଓଡ଼ିଆ ଭାଗବତ ଲେଖିଛନ୍ତି। ମନ୍ଦିରରେ ନୀତି ବୋଲା ହେଉଛି। ଦାସେ ଗଜପତି ମହାରାଜଙ୍କଠାରୁ ଅନୁମତି ଆଣି ସେଇ ବଡ଼ ଦେଉଳ ବେଢ଼ାରେ ରୁହନ୍ତି। ଦିନେ ଦିନେ ରାତିରେ 22 ପାହାଞ୍ଚ ଉପରେ ଶୋଇ ପଡ଼ନ୍ତି। ଜଗାକୁ ସ୍ମରଣ କରି ମହାପ୍ରସାଦ ଖାଆନ୍ତି। ଦିନେ ଅଧରାତି ଗଡ଼ିଗଲାଣି। ପ୍ରଭୁ ବଡ଼ ଦେଉଳରୁ ବାହାରିଲେ। ତେଜରେ ଆଖି ଝଲସି ଯାଉଛି। ପୀତାମ୍ବରୀ ପାଟ ପିନ୍ଧିଛନ୍ତି। ହାତରେ ବଇଁଶୀ, ପାଦରେ ନୂପୁର, ମୁଣ୍ଡରେ ମୟୂର ଚୂଳ। ଆଃ, କି ସୁନ୍ଦର ଠାଣି! ଦେଉଳରୁ ଆସି 22 ପାହାଞ୍ଚରେ ହାଜର ହୋଇଗଲେ। ଦାସେ ସେଇଠି ଶୋଇଥିଲେ। ଡାକିଲେ, ଦାସେ ଉଠ, ପଣସ ଖାଇଯିବା। ଭକ୍ତ ଜଗନ୍ନାଥ ଦାସ ହଠାତ୍ ଜାଣିପାରିଲେ ନାହିଁ ସେ ସ୍ୱପ୍ନ ଦେଖୁଛନ୍ତି ନା ସତରେ କିଏ ଆସି ଡାକୁଛି। ସେ ନିଦରୁ ଉଠି ପ୍ରଭୁଙ୍କର ନାଟୁଆ ନଟବର ବେଶ ଦେଖି ଛାନିଆ ହୋଇଗଲେ। ତାଙ୍କ ସଙ୍ଗେ ସଙ୍ଗେ ଚାଲିଲେ। ଦାଣ୍ଡ ଦୁଆର ଫିଟିଲା। ଦାସଙ୍କୁ ଧରି ନାଟୁଆ ନଟବର ରାଜାଘର ପଣସ ବାଡ଼ିରେ ହାଜର। ଏକ ବିରାଟ ପଣସ ପାଚିଛି। ରଜା ସେ ପଣସଟିକୁ ଜଗନ୍ନାଥଙ୍କୁ ଯାଚିଛନ୍ତି। ଜଗୁଆଳି ଦିନରାତି ଜଗି ରହୁଛି, କାଳେ କିଏ ଚୋରାଇ ନେଇଯିବ। ରାତିରେ କୋଉଠି ଟିକିଏ ଖଡ୍ କିନା ଶବ୍ଦ ହେଲେ ତା ପତଳା ନିଦ ଭାଙ୍ଗିଯାଏ। ସେ ବଡ଼ ପାଟିରେ କହେ, ହାଁ, ସାବଧାନ। ପ୍ରଭୁ ଦାସଙ୍କୁ ଧରି ଚୋର ପରି ଲୁଚି ଲୁଚି ଆସି ପଣସ ଗଛ ମୂଳେ ପହଞ୍ଚିଲେ। ଚୋରି କରି ଖାଇବାରେ ଯୋଉ ଆନନ୍ଦ! ଗୋପପୁରରେ କେତେ ଦୁଧ ଦହି ଆଉ ଲବଣୀ ଚୋରେଇ ଖାଇଛନ୍ତି। ଗୋପୀମାନଙ୍କର ବସ୍ତ୍ର ଚୋରେଇଛନ୍ତି। ଚୋରି ପଣରେ ତାଙ୍କୁ କିଏ ବଳେଇ ଯିବ? ପାଚିଲା ପଣସ ବାହାନାରେ ଆସିଛନ୍ତି ଭକ୍ତ ସହିତ। ଆଉ ପଣସ ବାସ୍ନାରେ ମହକି ଉଠୁଥାଏ ଚତୁର୍ଦିଗ। ପ୍ରଭୁ କହିଲେ, ଦାସେ, ତମେ ଛିଡ଼ା ହୁଅ, ତମ କାନ୍ଧରେ ଚଢ଼ି ମୁଁ ପଣସ ତୋଳିବି। ଦାସେ ଖୁଣ୍ଟ ପରି ଛିଡ଼ା ହେଲେ। ଠାକୁରେ ତାଙ୍କ ଉପରେ ଚଢ଼ି ପାଚିଲା ପଣସଟାକୁ ଛୁଁ ଛୁଁ ତାହା ତଳେ ପଡ଼ିଗଲା। ଜଗୁଆଳି ଧଡ଼ କିନା ଉଠି ପଡ଼ିଲା। ଜଗନ୍ନାଥେ ଦାସଙ୍କ କାନ୍ଧରୁ ଡେଇଁ ପଡ଼ିଲେ। ଆଖି କାନ ବୁଜି ଗାବୁ ଗାବୁ କରି କେତେ କଲା ପଣସ ପାଟିରେ ପୂରେଇ ଦେଲେ। ଅଧେ ପଣସ ହାତରେ ଧରି ବଡ଼ ଦେଉଳକୁ ଚମ୍ପଟ କଲେ। ଜଗୁଆଳି ଚୋର ଚୋର କହି ଏକ ଶକ୍ତ ଠେଙ୍ଗା ଧରି ଦାସଙ୍କ ପାଖେ ପହଞ୍ଚିଗଲା। ଅନ୍ଧାରରେ ତାଙ୍କ ହାତ ବାନ୍ଧି ରଜାଙ୍କ ପାଖେ ହାଜିର କରାଇଲା। ଅଧେ ପଣସ ଛାମୁକ ପାଖେ ଥୋଇଦେଲା। ଗଜପତି ମହାରାଜା ଦାସଙ୍କୁ ପଚାରିଲେ, ତମେ ଏ ପଣସ ଚୋରି କରିଛ? ନା ଛାମୁ, ଠାକୁରେ ଚୋର, ମୁଁ ନିର୍ଦ୍ଦୋଷ। ଠାକୁରେ ଚୋର, ଖୁବ୍ ଦମ୍ଭରେ ତ ଜବାବ ଦେଉଛୁ ଶୟତାନ। ତୁ ଭକ୍ତ ନା ଭଣ୍ଡ? ରାଜାଙ୍କ ଆଦେଶରେ ପ୍ରହରୀମାନେ ଦାସଙ୍କୁ ପ୍ରହାର କରିବାକୁ ଲାଗିଲେ। ମରିଗଲି ମରିଗଲି ଛାମୁ, ମୁଁ ଚୋର ନୁହେଁ, ମୁଁ ଚୋର ନୁହେଁ। ଯେତେ କହିଲେ ବା ଶୁଣୁଛି କିଏ? ମାଡ଼ରେ ସର୍ବାଙ୍ଗ ଫୁଲିଗଲା। ଶେଷରେ ତାଙ୍କୁ ଏକ ନିର୍ଜନ ବନ୍ଦୀଶାଳାରେ ପକାଇ ଦିଆଗଲା। ସମସ୍ତେ ଶୋଇବାକୁ ଗଲେ। ପାହାନ୍ତିଆକୁ ରାଜା ସ୍ୱପ୍ନ ଦେଖିଲେ ସ୍ୱୟଂ ଜଗନ୍ନାଥ କହୁଛନ୍ତି, ରେ ମୂର୍ଖ ଗଜପତି, ମୋ ଭକ୍ତକୁ ଶୀଘ୍ର ବନ୍ଦୀଶାଳାରୁ ମୁକ୍ତ କର। ସେ ଚୋର ନୁହେଁ। ତୁ ଯାଚିଥିବା ପଣସରେ ମୋର ଶ୍ରଦ୍ଧା ହେଲା। ମୁଁ ତାକୁ ସାଙ୍ଗରେ ଡାକି ନେଇ ପଣସ ଖାଇଛି। ଏତିକି କହି ପ୍ରଭୁ ଅନ୍ତର୍ଦ୍ଧାନ ହୋଇଗଲେ। ମହାରାଜ ଚମକି ପଡ଼ିଲେ। ଭୋରରୁ ବନ୍ଦୀଶାଳା ଆଡ଼କୁ ଦୌଡ଼ିଗଲେ। ଶୁଣିଲେ
ଦାସେ କାହା ସାଙ୍ଗେ କଥାବାର୍ତ୍ତା ହେଉଛନ୍ତି। ଆଃ, ଅଣ୍ଟାଟା ବେଶୀ ଦରଜ ହୋଇଛି, ଆଉ ଟିକେ ମାଲିସ କରିଦିଅ। ପିଠିଟା ଭଲ କରି ଆଉଁସି ଦିଅ। ବନ୍ଦୀ ତ, ବନ୍ଦୀଶାଳାରେ ଆଉ ପୁଣି କିଏ? କାହା ସଙ୍ଗେ ଏ କଥାବାର୍ତ୍ତା? ମହାରାଜା ବିସ୍ମିତ ହେଲେ। ରାଜାଙ୍କ ନିର୍ଦ୍ଦେଶରେ ରଖି ସଙ୍ଗେ ସଙ୍ଗେ ଦାସଙ୍କୁ ମୁକ୍ତ କରିଦେଲା। ରାଜା ଜଗନ୍ନାଥ ଦାସଙ୍କ ପାଦତଳେ ପଡ଼ି କହିଲେ, ହେ ଭକ୍ତ ଶିରୋମଣି, କାଲି ପ୍ରଭୁଙ୍କର ପଣଶିକ୍ଷା ରହସ୍ୟ ସ୍ୱପ୍ନରେ ଦେଖିଲି। ମୋ ପରି ମହାପାପୀ ଆପଣଙ୍କୁ ଏଇ ଦଣ୍ଡ ଦେଇଥିବାରୁ ମୋତେ କ୍ଷମା କରିବେ। ଜଗନ୍ନାଥ ଦାସେ ମୁରୁକି ହସା ଦେଲେ। ରାଜା ହଠାତ୍ ଅନୁଭବ କଲେ ସେହି ବନ୍ଦୀଶାଳାରୁ ଛୁଟି ଆସୁଛି ସହସ୍ର ପଦ୍ମଫୁଲର ମହକ। ପଚାରିଲେ, କୁହନ୍ତୁ ଭକ୍ତ ଶ୍ରେଷ୍ଠ, କାହା ସାଙ୍ଗରେ ଆପଣ କଥାବାର୍ତ୍ତା କରୁଥିଲେ? ଜଗନ୍ନାଥ ଦାସେ ଉତ୍ତର ଦେଲେ, ଯାହା ଯୋଗୁଁ ଶରୀରରେ ପୀଡ଼ା ପାଇଲି, ସେ ନିଜେ ବଡ଼ଦେଉଳରୁ ଆସି ମୋର ସେବା କରୁଥିଲେ। ଠିକ୍ ସେତିକିବେଳେ ଶ୍ରୀମନ୍ଦିର ସେବକମାନେ ଗଜପତିଙ୍କ ଶିରିଛାମୁରେ ହାଜର ହୋଇ କହିଲେ, ମହାରାଜ, ଜଗନ୍ନାଥଙ୍କ ପାଦପଦ୍ମରେ ଏଇ ପଣସ ଚୋପା ପଡ଼ିଥିଲା। ବଡ଼ଦେଉଳ କାଳିଆ ଠାକୁର, କେଡ଼େ ରାହୁଆ ଜାଣିଲୁ ଏଥର। ଖାଇ ପଣସ ମଉଜେ ତୁଣ୍ଡରେ, ଅଠା ବୋଳିଲ ଭକତ ମୁଣ୍ଡରେ। ଭକତକୁ ଆଗ କଷ୍ଟ ଦେଉଛ, ପଛେ ସବୁ ଦୁଃଖ ହରି ନେଉଛ। ରଙ୍ଗ ଲଗାଇ ଧରାଅ ଗୁଣ୍ଡିଆ, ତୁମ ପାଦ ତଳେ କୋଟି ମୁଣ୍ଡିଆ।